हाँ कौन तरकारी ହେଇଛି? डाली है तरकारी है शाग है ଆଉ କେତେ ବୟସ ହେଲାଣି? मत 105 वर्ष बोली कहते ଆଉ ତମର କିଏ ସେବା କରୁଛି? बो कर बो कर पुओ कर समस्ते कर डाकी ଆଉ ଭଲ ଅଛ? हाँ भल अच्छे खाऊँ पीऊँ आ कौन ସିଏ ତମର କଣ ହେବେ? ଇଏ ଆମ ଶାଶୁ ଆଙ୍କୁ ବୟସ ହେଲାଣି କେତେ ଜାଣିଛୁ 105-6 ହେଲାଣି। ଇଏ ଆଉ ଚାଲି ପାରୁନାହାନ୍ତି, ଟୋଟାଲି ବସିଛନ୍ତି ଗୋଟେ ଜାଗାରେ। ଆଉ ତାଙ୍କ କାମ ଆମେ ସବୁ କରିଦେଉଛୁ, ଆଉ କ'ଣ କରିବୁ। କିନ୍ତୁ ଯାଇକି ବାହାର ପଥରକୁ ସଫା କରୁଛନ୍ତି। କଥାରେ ଅଛି, ପାଇଲା ଧନ ନହଜା ପରମ ପୁରୁଷ ରତନକୁ ଛାଡ଼ି କଲୁ ଗରଗଡ଼ ପୂଜା। ଆଜିକାଲି କେହି ଶାଶୁ ଶ୍ୱଶୁର ସେବା କରୁନାହାନ୍ତି, ଯାଇକି ମନ୍ଦିରରେ ପଥର ଉପରେ କ୍ଷୀର ଢାଳୁଛନ୍ତି। ଆଉ କ'ଣ କରିବି, ମୋ ଚୁଟିକି ଦେଖ, ମୋ ଶାଶୁ ଚୁଟିକି ଦେଖ। ମୋ ଚୁଟି ପାଚିକି ଝୁଟ ହେଇଗଲାଣି, ମୋ ଶାଶୁ ଚୁଟି କଞ୍ଚା ଅଛି। ଆଉ ମୋତେ ଆସିକି 75 ହେଲା, ମୋ ଶାଶୁକୁ 105 କି 6-7 ହେଲାଣି, ଆଉ ହିସାବ ନାହିଁ। ଆଉ ତଥାପି ମୁଁ ତାଙ୍କ ସେବା କରୁଛି। ଆଉ କ'ଣ କରିବି, ତାଙ୍କ ସେବା କରୁଛି, ଆଉ କ'ଣ କରିବି। ସେ ତ ଚାଲି ପାରୁନାହାନ୍ତି, ଆଉ ଏମିତି ଗୋଟିଏ ଜାଗାରେ ବସିଛନ୍ତି। ଆଉ ସମସ୍ତେ ଯଦି ଏମିତି ବାପା ମାଆଙ୍କୁ ଘରେ ରଖିକିରି ନିଜ କର୍ତ୍ତବ୍ୟ ଭାବିକିରି ସବୁ ସେବା କରନ୍ତେ, ଆମର ଜରାଶ୍ରମ ଏତେ ତିଆରି ହୁଅନ୍ତାନି। ବାପା ମା ଆଉ ଜରାଶ୍ରମକୁ ଯାଆନ୍ତେନି। ସମସ୍ତେ ନିଜ କର୍ତ୍ତବ୍ୟ ଭାବିକି ଶାଶୁ ଶ୍ୱଶୁରଙ୍କୁ ସେବା କରନ୍ତୁ, ଏତିକି ମୋର ସମସ୍ତଙ୍କୁ ନିବେଦନ।